ଆମର ପ୍ରତି ଦ୍ୱିତୀୟ ରବିବାର ଏବଂ ଚତୁର୍ଥ ରବିବାରରେ କଳିଙ୍ଗ ବିହାର କମ୍ୟୁନିଟି ୱେଲଫେୟାର ଆସୋସିଏସନ ତରଫରୁ ଗୀତା ଜ୍ଞାନ ଯଜ୍ଞ କରାଯାଏ। ଗୀତା ଉପରେ ଭାଷଣ କରାଯାଏ। ଆଜି ସେହି କ୍ରମରେ ଭାଷଣ ଥିଲା। ତାପରେ ଆଜି ଯେହେତୁ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମଦିନ, ପବିତ୍ର ମକର ସଂକ୍ରାନ୍ତି ଜାନୁଆରୀ 12 ତାରିଖ ସେ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜି ମକର ସଂକ୍ରାନ୍ତି ନାହିଁ, ତଥାପି ତାଙ୍କ 12 ତାରିଖ ତାଙ୍କ ଜନ୍ମଦିନ। ସେ ଗୀତା ଲର୍ନ ଗୀତା ପରିବାର ତରଫରୁ ସେ ଜଣେ ରିଲିଜିୟସ୍ ଆଇକନ୍। ତେଣୁ ତାଙ୍କର ଜନ୍ମଦିନ ପାଳନ ଯୋଗୁଁ ଏହା ପାଳନ କରାଯାଇଛି। ଭାରତ ସରକାର ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତର ୟୁଥ୍ ଆଇକନ୍ ହିସାବରେ ଆଜିର ଦିନକୁ ଯୁବ ଦିବସ ହିସାବରେ ପାଳନ କରୁଛନ୍ତି। ତେଣୁ ତିନୋଟି ଯାକ ଗୀତା ଜ୍ଞାନ ଯଜ୍ଞ, ଭାରତୀୟ ଯୁବ ଦିବସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଆଜି ପାଳନ ହେଲା। ସେ କ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଆମର ଗୋଟେ ଆଜି ଆଲୋଚନା ଚକ୍ର ହେଇଥିଲା। ସେଥିରେ ବିଭିନ୍ନ ବକ୍ତା କହିବା ସହିତ ଏଇ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଦରବାରରେ ପ୍ରଥମ ଥର ପାଇଁ ସନାତନ ଧର୍ମଙ୍କର ମହତ୍ଵ ପ୍ରତିପାଦନ କରିଥିଲେ ଏବଂ ପାର୍ଲାମେଣ୍ଟ ଅଫ ୱାର୍ଲଡ ରିଲିଜିୟନ୍ସରେ ଏଭଳି ଏକ ପ୍ରସ୍ତାବ ଗୃହୀତ ହେଲା ଯେ ସନାତନ ଧର୍ମ ସର୍ବ ପୁରାତନ ଏବଂ ବହୁତ ମହତ୍ଵ ତାର ରହୁଛି। ସେଥିପାଇଁ ସିଏ ତାଙ୍କର ଉଜସ୍ୱନୀ ବକ୍ତୃତା ବଳରେ ସନାତନ ଧର୍ମକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ସଫଳ ହୋଇଥିଲେ ଏବଂ ସମଗ୍ର ଆମେରିକା, ତାପରେ ଇଂଲଣ୍ଡ, ଜାପାନ, ଚାଇନା, କାନାଡା ଏଭଳି ଅନେକ ୟୁରୋପିଆନ ଦେଶ ତାଙ୍କର ଶିଷ୍ୟ ଭଳିଆ ହେଇଗଲେ। ସେ ବୁଲି ବୁଲି ସବୁଆଡ଼େ ଭାଷଣ ଦେଲେ। ଦୀର୍ଘ 2 ବର୍ଷ କାଳ ସେ ଆମେରିକାରେ ରହିଲେ। ତାଙ୍କ ଭାଷଣ ଗୁଡ଼ାକ ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ତାଙ୍କୁ ପିଙ୍କ ମଙ୍କ ହିସାବରେ ସେ ଯୋଉଠିକି ଗଲେ ଅତ୍ୟନ୍ତ ସମ୍ମାନର ସହିତ ସମସ୍ତେ ଠିଆ ହେଇକି ତାଙ୍କୁ ସମ୍ମାନ କରୁଥିଲେ। ଗୋଟେ ସମୟ ଥିଲା ଯେତେବେଳେ ତାଙ୍କୁ ଲୋକ ଚାହୁଁନଥିଲେ ସେ ଭାଷଣ ଦିଅନ୍ତୁ ବୋଲି ପାର୍ଲାମେଣ୍ଟ ଅଫ ୱାର୍ଲଡ ରିଲିଜିୟନ୍ସରେ। ଗୋଟେ ସମୟ ଆସିଲା ଯେ 2 ମିନିଟ୍ ସମୟ ପାଇଁ ସେ ପାଇଲେ ଏବଂ ଏଭଳି ଭାବରେ ନିଜକୁ ପ୍ରତିଷ୍ଠିତ କରିଦେଲେ ଯେ ସମସ୍ତେ ଚାହିଁଲେ ସେ ହିଁ ଏକାଠିଆ କୁହନ୍ତୁ। ଏଭଳି ଏକ ସମୟ ଆସିଲା। 30,000 ବିଶ୍ୱର ବିଭିନ୍ନ ଧର୍ମର 30,000 ଡେଲିଗେଟ୍ ଭିତରେ ସିଏ ନିଜକୁ ପ୍ରତିଷ୍ଠିତ କରିପାରିଲେ। ତେଣୁ ସିଏ ନଥିଲେ ହୁଏତ ସନାତନ ଧର୍ମ ବିଶ୍ୱ ଦରବାରରେ ଆଜି ଯେଭଳି ଭାବରେ ସ୍ଥିତିରେ ରହିଛି ହେଇନଥାନ୍ତା। ଆମେ ଯେଉଁ ବିଶ୍ୱଗୁରୁ ହେବାକୁ ଯାଉଛନ୍ତି ସେ ତାଙ୍କର ଅବଦାନ, ସେ ମୂଳଦୁଆ ପକାଇଥିଲେ ଆମେ ଆଜି ସେଇ ପରିସ୍ଥିତିରେ ପହଞ୍ଚିଲୁ।